ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ପ୍ରେଜ୍ ଦ ଲର୍ଡ। ଏବଂ ମୁଁ ଆଶା କରେ ଆପଣମାନେ ମଧ୍ୟ ସମସ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ୱାରା ଭଲରେ ଅଛନ୍ତି। ଆସନ୍ତୁ ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆଜି ଆମେ ପବିତ୍ର ଶାସ୍ତ୍ର ବାଇବଲରୁ ଆମେ ପାଠ କରିବା। ଆଜିର ପ୍ରସଙ୍ଗ ଶୟତାନର ଚରିତ୍ର। ଯେତେବେଳେ ଆମ୍ଭେମାନେ ପବିତ୍ର ଶାସ୍ତ୍ର ପାଠ କରୁ, ଅନେକ ଶୟତାନଙ୍କର ଚରିତ୍ର ସମ୍ବନ୍ଧରେ ଆମ୍ଭେମାନେ ପାଠ କରିଥାଉ। କିନ୍ତୁ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ 5ଗୋଟି ଚରିତ୍ର ସମ୍ବନ୍ଧୀୟ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଆସନ୍ତୁ ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଯିବା ପୂର୍ବରୁ ପଦେ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ସନ୍ନ୍ୟାଧିପତି ସଦାପ୍ରଭୁ, ତୁମକୁ ଧନ୍ୟବାଦ କରୁଛୁ, ଗୌରବ ପ୍ରଶଂସା କରୁଛୁ। ତୁମେ ଆମମାନଙ୍କର ସହବର୍ତ୍ତୀ ରହିଲ, ସମସ୍ତ ଗତିରେ ଆମମାନଙ୍କର ସାହାଯ୍ୟ କଲ, ଏଥିପାଇଁ ତୁମକୁ ଧନ୍ୟବାଦ କରୁଛୁ। ପୁଣି ଆଜି ବି ଆମମାନଙ୍କୁ ଏହି ସୁଯୋଗ ଦେଇଛ, ପୁଣି ତୁମର ଉପସ୍ଥିତି ମଧ୍ୟକୁ ଆଣିଥିବାରୁ ତୁମକୁ ଧନ୍ୟବାଦ କରୁଛୁ। ପ୍ରିୟ ପିତା, ଏତେବେଳେ ଆମେ ଅଳ୍ପ ସମୟ ତୁମର ସେହି ପବିତ୍ର ବାକ୍ୟ ନିଗୁଢ଼ ତତ୍ତ୍ୱ ବିଷୟକୁ ଆମେ ଶିଖିବା ପାଇଁ ଯିବୁ। ତୁମେ ସ୍ୱର୍ଗୀୟ ଜ୍ଞାନ ଆମମାନଙ୍କୁ ପ୍ରଦାନ କର, ଯଦ୍ୱାରା ଆମେ ବୁଝିପାରିବା। ଏହି ଜଗତର ଜ୍ଞାନରେ ଆମେ ବୁଝିନଥାଉ, କାରଣ ଏହି ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା ମାତ୍ର। ଏଣୁ ପ୍ରଭୁ, ସ୍ୱର୍ଗୀୟ ଜ୍ଞାନ ଆମମାନଙ୍କୁ ଦିଅ, ଯଦ୍ୱାରା ଆମେ ବୁଝିପାରିବା ଏବଂ ଅନ୍ୟକୁ ମଧ୍ୟ ଆମେ ବୁଝାଇ ପାରିବା। ଦୟାକର ରାଜା, ଅନୁଗ୍ରହ କର। ମହିମା ଗୌରବ କର୍ତ୍ତାପଣ କେବଳ ତୁମେ ପାଅ। ପ୍ରାର୍ଥନା ଯୀଶୁ ନାମରେ ମାଗିଲୁ, ଆମେନ୍। ଆସନ୍ତୁ ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆଜି ଆମେ ଶୟତାନର ଚରିତ୍ର ସମ୍ବନ୍ଧରେ ଆମେ ପାଠ କରିବା। ଆପଣମାନେ ମୋ ସହିତ ଖୋଲନ୍ତୁ ଯୋହନ ଲିଖିତ ସୁସମାଚାର 8 ଅଧ୍ୟାୟ ତାର 44 ପଦ। ଏଠାରେ ଏହି ପ୍ରକାର ଲେଖାଯାଏ, ତୁମ୍ଭମାନଙ୍କର ପିତା ଶୟତାନ ଠାରୁ ଉତ୍ପନ୍ନ, ଆଉ ତୁମ୍ଭମାନଙ୍କ ପିତାର କାମନା ସାଧନା କରିବା ତୁମ୍ଭମାନଙ୍କର ଇଚ୍ଛା। ସେ ଆଦ୍ୟରୁ ନରଘାତକ, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ। ଯେତେବେଳେ ସେ ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ, କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା। ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆମେ ଏଠାରୁ କିଛି ଚରିତ୍ର ସମ୍ବନ୍ଧରେ ଆମ୍ଭେମାନେ ଦେଖୁଅଛୁ। ବାସ୍ତବତାରେ ଆମେ ପ୍ରଥମ ଚରିତ୍ରଟା ଆମେ ଦେଖୁଛୁ, ଶୟତାନ ଜଣେ ହତ୍ୟାକାରୀ। ଏଠାରେ ଆମେ ପାଠ କରୁଛୁ, ସେ ଆଦ୍ୟରୁ ନରଘାତକ। ବାସ୍ତବତାରେ ପ୍ରିୟ ଈଶ୍ୱରଙ୍କର ଲୋକମାନ, ଆଦ୍ୟରୁ ସେ ନରଘାତକ। ଶୟତାନ ଜଣେ ନରଘାତକ, ସେ ହତ୍ୟାକାରୀ। ପ୍ରଥମ ଚରିତ୍ର ହତ୍ୟାକାରୀ। ଆମେ ଯେତେବେଳେ ପ୍ରଥମ ଯୋହନ 3 ଅଧ୍ୟାୟ ତାର 15 ପଦକୁ ଆମେ ପାଠ କରୁ, ଏଠାରେ ମଧ୍ୟ ଯୋହନ ଏ ପ୍ରକାର ପ୍ରକାଶ କରନ୍ତି। ଆସନ୍ତୁ ଆମେ ପାଠ କରିବା ପ୍ରଥମ ଯୋହନ 3 ଅଧ୍ୟାୟ ତାର 15 ପଦ। ଯେ କେହି ଆପଣା ଭାଇକୁ ଘୃଣା କରେ, ସେ ନରଘାତକ, ଆଉ ନରଘାତକ ଠାରେ ଯେ ଅନନ୍ତ ଜୀବନ ନଥାଏ, ଏହା ତୁମେମାନେ ଜାଣ। ବାସ୍ତବରେ ଯେ ନରଘାତକ, ଯେ ହତ୍ୟାକାରୀ, ତାଙ୍କଠାରେ ଅନନ୍ତ ଜୀବନ ନଥାଏ ବୋଲି ବାଇବଲ ଆମମାନଙ୍କୁ ପ୍ରକାଶ କରେ। ଯିଏ ଅନ୍ୟକୁ ଘୃଣା କରେ, ଅନ୍ୟକୁ ଘାତ କରେ, ଅନ୍ୟ ପ୍ରତି ସେ ଜୀବନ ହତ୍ୟା ନିମନ୍ତେ ଚିନ୍ତା କରେ, ଏହି ପ୍ରକାର ବ୍ୟକ୍ତିଙ୍କଠାରେ ଅନନ୍ତ ଜୀବନ ନାହିଁ। ବାସ୍ତବତାରେ ପ୍ରିୟ ଈଶ୍ୱରଙ୍କର ଲୋକମାନେ, ବାସ୍ତବତାରେ ଆମମାନଙ୍କର ଜୀବନରେ ଏ ପ୍ରକାର ଘୃଣା ଭାବ, ହତ୍ୟାକାରୀ ଏହି ସ୍ୱଭାବ କ'ଣ ରହିଅଛି କି? ଯଦି ଅଛି, ତେବେ ଭାବନ୍ତୁ ଆପଣଙ୍କଠାରେ ଅନନ୍ତ ଜୀବନ ନାହିଁ। ଏଣୁ ଯଦି ବା ଆମେ ଅନନ୍ତ ଜୀବନ ପାଇବା ପାଇଁ ହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଆବଶ୍ୟକତା ଅଟେ। ପ୍ରଭୁ ଯୀଶୁଙ୍କଠାରେ ନିଜର ଜୀବନକୁ ସମର୍ପଣ କରିବା ଆବଶ୍ୟକତା ଅଟେ। ଦ୍ୱିତୀୟ ଚରିତ୍ର ସମ୍ବନ୍ଧରେ ଆମେ ପାଠ କରିବା ସେହି 44 ପଦ। ତାହା ହେଉଛି, ସେ ଜଣେ ମିଥ୍ୟାବାଦୀ। ଆମେ ଯେତେବେଳେ ଏହି 44 ଅଂଶକୁ ପାଠ କରୁ, ଏଠାରେ ହିଁ ତାହା ରହିଅଛି, ଆଉ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ। ଯେତେବେଳେ ସେ ମିଥ୍ୟା କହେ, ସେତେବେଳେ ସେ ନିଜଠାରୁ କହେ, କାରଣ ସେ ମିଥ୍ୟାବାଦୀ। ଦ୍ୱିତୀୟ ବିଷୟ ଆମେ ଯେତେବେଳେ ପାଠ କରୁ, ସେ ଜଣେ ମିଥ୍ୟାବାଦୀ। ଏହି ଅଂଶକୁ ଆମମାନଙ୍କର ଜୀବନ ପ୍ରତି ଆମ୍ଭେମାନେ ତୁଳନା କରିବା। ବାସ୍ତବରେ ଆମ୍ଭେମାନେ କ'ଣ ମିଥ୍ୟାବାଦୀ କି? ଆମ୍ଭେ ଅନ୍ୟ ଏକ କ୍ଷେତ୍ରରେ କ'ଣ ମିଥ୍ୟା କହୁଅଛୁ କି? ଯଦି କହୁଅଛୁ, ଏହି ଚରିତ୍ର ଯଦି ଆମମାନଙ୍କଠାରେ ଅଛି, ତେବେ ଜାଣନ୍ତୁ ଆପଣମାନେ ମଧ୍ୟ ଶୟତାନଙ୍କର ଅଧୀନରେ ଅଛନ୍ତି। ତୃତୀୟ କାରଣଟିକୁ ଆମେମାନେ ଯିବା, ତାହା ହେଉଛି, ସେ ଜଣେ ପ୍ରତାରକ ଅବା ଭ୍ରାନ୍ତକାରୀ ଅଟେ। ଆମେ ପ୍ରକାଶିତ ପୁସ୍ତକ 20 ଅଧ୍ୟାୟ ତାର 7 ଏବଂ 8 ପଦ।
ସେହି ସହସ୍ର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ। ସେଥିରେ ସେ ପୃଥିବୀର ଚାରିକୋଣରେ ଥିବା ଜାତି ସମୂହକୁ ଅର୍ଥାତ୍ ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗୋଗ୍ ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ। ବାସ୍ତବରେ ପ୍ରିୟ ଈଶ୍ୱରଙ୍କର ଲୋକମାନେ ଏଠାରେ ଆମେ ପାଠ କରୁଛୁ ସେ ଜଣେ ଭ୍ରାନ୍ତକାରୀ ଅଟନ୍ତି। ତୃତୀୟ ଚରିତ୍ର ଶୈତାନର ଭ୍ରାନ୍ତ ବା ପ୍ରତାରକ। ଆଜି ମଧ୍ୟ ଆମେ ଏହି ଭ୍ରାନ୍ତକାରୀ ବ୍ୟକ୍ତିମାନଙ୍କୁ ଦେଖିବାକୁ ପାଇଥାଉ। ଅନେକ ପ୍ରଭୁଙ୍କ ନାମ ନେଇକି ଭ୍ରାନ୍ତ ଶିକ୍ଷା ନେଇକି ଆମମାନଙ୍କ ଗହଣ ମଧ୍ୟକୁ ଆସୁଛନ୍ତି। ବାସ୍ତବରେ ଆମେ କ'ଣ ଏ ପ୍ରକାର ଭ୍ରାନ୍ତରେ ପଡ଼ିଯାଇଛୁ କି? ବାଇବଲରେ ଯାହା ଲେଖା ହେଇନାହିଁ ଏହି ପ୍ରକାର ବିଷୟକୁ ନିଜରେ ମନରେ ଗଢ଼ି ସେମାନେ ବାକ୍ୟର ସହିତ ଯୋଡ଼ି ସେମାନେ ବାକ୍ୟ ପ୍ରଚାର କରୁଛନ୍ତି। ବାସ୍ତବରେ ଆମେ ଏହି ପ୍ରକାର ପ୍ରତାରକ ବା ଭ୍ରାନ୍ତକାରୀମାନଙ୍କ ସାଙ୍ଗରେ ଜଡ଼ିତ ହୋଇଛୁ କି? ଆସୁ ସମୟ ଅଳ୍ପ ଥିବା ସକାଶୁ ଆମେ ଫେରିଯିବା ଏହି ଭ୍ରାନ୍ତ ଠାରୁ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା। ଏହି ଭ୍ରାନ୍ତରୁ ଏହି ପ୍ରତାରକରୁ ଆମେ ଫେରିଯିବା, କାରଣ ଆମମାନଙ୍କର ପ୍ରଭୁ ଯୀଶୁ ସତ୍ୟ ଅଟନ୍ତି। ଏଣୁ ଯୋହନ ତାର 14 ତାର 6 ପଦରେ ପ୍ରଭୁ ଯୀଶୁ କହନ୍ତି, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ବାସ୍ତବରେ ଆମମାନଙ୍କର ପରମେଶ୍ୱର ସତ୍ୟ ଅଟନ୍ତି। ଏହି ଧରାପୃଷ୍ଠରେ କେହି ସତ୍ୟ ନାହାନ୍ତି, କିନ୍ତୁ ଆମମାନଙ୍କର ପରମେଶ୍ୱର ସତ୍ୟ ଅଟନ୍ତି। କାରଣ ଶୈତାନ ଜଣେ ମିଥ୍ୟାବାଦୀ, କିନ୍ତୁ ଆମମାନଙ୍କର ପରମେଶ୍ୱର ସତ୍ୟ ଅଟନ୍ତି। ଚତୁର୍ଥ ଚରିତ୍ର ସମ୍ବନ୍ଧରେ ଆମ୍ଭେମାନେ ପାଠ କରିବା। ମୋ ସହିତ ଆପଣମାନେ ଖୋଲନ୍ତୁ ପ୍ରଥମ ପିତର 5 ଅଧ୍ୟାୟ ତାର 8 ପଦ। ଏଠାରେ ଲେଖାଯାଏ, ସଚେତନ ହୋଇ ଜାଗ୍ରତ ରୁହ, ତୁମମାନଙ୍କ ବିପକ୍ଷ ଶୟତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। ଚତୁର୍ଥ ଚରିତ୍ର ହେଉଛି ସେ ଜଣେ ଶତ୍ରୁ ଅଟନ୍ତି। ବାସ୍ତବତାରେ ପ୍ରିୟ ଈଶ୍ୱରଙ୍କର ଲୋକମାନେ ଆଜି ଆମମାନଙ୍କର ଜୀବନ କି ପ୍ରକାର ଅଛି ତାହା ଆମେ ତୁଳନା କରିବା। ଆମେମାନେ କି ଅନ୍ୟର ଶତ୍ରୁ ଅଟୁ? ଯଦି ବା ଶତ୍ରୁ ଅଟୁ, ଏହି ଚରିତ୍ର ମଧ୍ୟ ଆମଠାରେ ଅଛି। ଏଣୁ ଏହି ଶୈତାନଙ୍କ ଚରିତ୍ର ଠାରୁ ଆମେମାନେ ନିବୃତ୍ତ ହେବା, ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ରାଜ୍ୟରେ ଆମେମାନେ ଅଧିକାର ହେବା। ପଞ୍ଚମ ଚରିତ୍ର ସମ୍ବନ୍ଧରେ ଆମେ ପାଠ କରିବା, ତାହା ହେଉଛି ଜହନ ପୁସ୍ତକ 8 ତାର 44 ପଦ ତାର ଶେଷ ଅଂଶ। କାରଣ ସେ ମିଥ୍ୟାବାଦୀ ଓ ମିଥ୍ୟାବାଦୀର ପିତା। ଏଠାରେ ଲେଖାଯାଏ, ସେ ଜଣେ ଅବିଶ୍ୱାସୀଙ୍କ ପିତା ଅଟନ୍ତି। ଶୈତାନଙ୍କର ପଞ୍ଚମ ଚରିତ୍ର, ସେ ଜଣେ ଅବିଶ୍ୱାସୀଙ୍କ ପିତା ଅଟନ୍ତି। ବାସ୍ତବତାରେ ପ୍ରିୟ ଈଶ୍ୱରଙ୍କର ଲୋକମାନେ ଆମମାନେ କ'ଣ ଆଜି ଅବିଶ୍ୱାସୀଙ୍କ ପିତା ମାନେ ହେଇଛୁ କି? କାରଣ ଶୈତାନ ଅବିଶ୍ୱାସୀଙ୍କର ପିତା, ସେ ମିଥ୍ୟାବାଦୀର ପିତା ଅଟନ୍ତି। ଏଣୁ ପ୍ରିୟ ଈଶ୍ୱରଙ୍କର ଲୋକମାନେ ଏହି 5ଟି ଚରିତ୍ର ଯଦି ଆଜି ଆମମାନଙ୍କଠାରେ ରହିଅଛି, ତେବେ ଆମ୍ଭେମାନେ ମଧ୍ୟ ଶୈତାନଙ୍କର ଅଧୀନରେ ଗମନ କରୁଅଛୁ। ଏଣୁ ପ୍ରଭୁ ଯୀଶୁ କହନ୍ତି, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକମାନେ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ସେ ଆମମାନଙ୍କୁ ଏହି ଚରିତ୍ର ଠାରୁ ମୁକ୍ତି ହେଇକି ପବିତ୍ରତାରେ ଜୀବନ ଅତିବାହିତ କରିବା ପାଇଁ ସେ ଆମମାନଙ୍କୁ ଚାହାନ୍ତି। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଶୈତାନଙ୍କ ଅଧୀନରେ ରହିବା ପାଇଁ ସେ ଚାହାନ୍ତି ନାହିଁ। ଏଣୁ ସେ ଆମମାନଙ୍କୁ ସେଥିରୁ ପୃଥକ କଲେ, ସେ ଧରାପୃଷ୍ଠକୁ ଆସିଲେ, ଆମମାନଙ୍କୁ ସେ ଜୀବନ ଦେଲେ। ଏଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ପ୍ରକାର ଚରିତ୍ରରେ ଆଚରଣ କରିବା ପାଇଁ ସେ ଚାହାନ୍ତି ନାହିଁ। କାରଣ ପ୍ରଥମ ତେସଲୋନିକ 4 ଅଧ୍ୟାୟ ତାର 7 ପଦରେ ଏହି ପ୍ରକାର ଲେଖାଯାଏ, କାରଣ ଈଶ୍ୱର ଆମ୍ଭମାନଙ୍କୁ ଅଶୁଚିତାରେ ଜୀବନଯାପନ କରିବା ନିମନ୍ତେ ଆହ୍ୱାନ ନ କରି ପବିତ୍ର ହେବା ନିମନ୍ତେ ଆହ୍ୱାନ କରିଅଛନ୍ତି। କାରଣ ଆମମାନଙ୍କର ପରମେଶ୍ୱର ପବିତ୍ର ଅଟନ୍ତି। ସେ ଆମମାନଙ୍କୁ ଅଶୁଚିତାରେ ଜୀବନଯାପନ କାଟିବା ପାଇଁ ସେ ଆମମାନଙ୍କୁ ଆହ୍ୱାନ କରିନାହାନ୍ତି। ସେ ଆମମାନଙ୍କୁ ପବିତ୍ର ହେବା ନିମନ୍ତେ ସେ ଆହ୍ୱାନ କରିଅଛନ୍ତି। ଏଣୁ ପ୍ରିୟ ଈଶ୍ୱରଙ୍କର ଲୋକମାନେ ଆମେମାନେ ପବିତ୍ର ଜୀବନ ଅତିବାହିତ କରିବା, ହତ୍ୟାକାରୀକୁ ଆମେ ପରିତ୍ୟାଗ କରିବା, ମିଥ୍ୟାବାଦୀକୁ ପରିତ୍ୟାଗ କରିବା, ପ୍ରତାରକ ଭ୍ରାନ୍ତକୁ ପରିତ୍ୟାଗ କରିବା, ଶତ୍ରୁତାକୁ ପରିତ୍ୟାଗ କରିବା, ଅବିଶ୍ୱାସିତାକୁ ପରିତ୍ୟାଗ କରିବା। କାରଣ ଆମମାନଙ୍କର ପରମେଶ୍ୱର ପବିତ୍ର ଅଟନ୍ତି। ଏଣୁ ପ୍ରଥମ ପିତର 1 ଅଧ୍ୟାୟ ତାର 16 ପଦରେ ଲେଖାଯାଏ, ଯେଣୁ ଲେଖା ଅଛି, ତୁମ୍ଭେମାନେ ପବିତ୍ର ହୁଅ କାରଣ ଆମ୍ଭେ ପବିତ୍ର। ଆସନ୍ତୁ ପ୍ରିୟ ଈଶ୍ୱରଙ୍କର ଲୋକମାନେ ଆଜି ଆମେ ନିଜ ଜୀବନକୁ ଆମେ ସମୀକ୍ଷା କରିବା। ବାସ୍ତବତାରେ ଆମମାନଙ୍କଠାରେ ଏହି ପ୍ରକାର ହତ୍ୟାକାରୀ ବା ନରଘାତକର ସ୍ୱଭାବ ରହିଅଛି କି? ତେବେ ଆସନ୍ତୁ ଫେରିବା। ବାସ୍ତବତାରେ ଆମମାନଙ୍କଠାରେ ମିଥ୍ୟା ଜିଭା ରହିଅଛି କି? ଆସନ୍ତୁ ଆମେ ସେଥିରୁ ଆମେ ଓହରିବା। ଆସନ୍ତୁ ଆମମାନଙ୍କ ଜୀବନରେ କ'ଣ ପ୍ରତାରକତା ବା ଭ୍ରାନ୍ତ ଜୀବନ ରହିଅଛି କି?
ଚତୁର୍ଥ ବିଷୟ ଆସନ୍ତୁ, ଆମମାନଙ୍କଠାରେ କ'ଣ ଶତ୍ରୁତା ରହିଅଛି କି? ବାଦ ବିବାଦ ରହିଅଛି କି? ଆଜି ଅନେକ ଦେଖୁଛୁ ଭାଇ ଭାଇ ମଧ୍ୟରେ, ସାହି ମଧ୍ୟରେ, ସମାଜ ମଧ୍ୟରେ, ନିଜର କୁଟୁମ୍ବ ଜ୍ଞାତି ଲୋକମାନଙ୍କ ମଧ୍ୟରେ ଶତ୍ରୁତା। ଯଦି ଆମମାନେ ଏହି ସମସ୍ତ ବିଷୟରେ ଯଦି ଆସକ୍ତ ଅଛୁ, ତେବେ ଆସୁ ଫେରିବା। ପଞ୍ଚମ ବିଷୟ, ବାସ୍ତବରେ ଆମମାନଙ୍କଠାରେ କ'ଣ ଅବିଶ୍ୱାସୀମାନଙ୍କର ପିତା, ଏହି ଅବିଶ୍ୱାସୀ କ'ଣ ଆମମାନଙ୍କଠାରେ ରହିଛି କି? ତେବେ ଆସନ୍ତୁ ଆମମାନେ ଏହି ସମସ୍ତ ଚରିତ୍ରଠାରୁ ଫେରିବା, ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା, ତେବେ ଆମମାନେ ଅନନ୍ତ ଜୀବନ ପ୍ରାପ୍ତ ହେବା। ଆସନ୍ତୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ ପଦେ ପ୍ରାର୍ଥନା କରିବା। ମଙ୍ଗଳମୟ ତ୍ରାଣକାରୀ ପ୍ରେମିକ ପିତା, ତୁମକୁ ଧନ୍ୟବାଦ କରୁଛୁ। ସୁନ୍ଦର ସୁଯୋଗ ଦେଲ, ସୁନ୍ଦର ବିଷୟ ଆମମାନଙ୍କୁ ଆଜି ଦେଲ। ଶୈତାନଙ୍କର ଚରିତ୍ର ସମ୍ବନ୍ଧରେ ଅଳ୍ପ ସମୟ ଶିଖିବା ପାଇଁ ସୁଯୋଗ ଦେଲ, ଏଥିପାଇଁ ତୁମକୁ ଧନ୍ୟବାଦ କରୁଛୁ। କାରଣ ଏହି ସମସ୍ତ ଶୈତାନଙ୍କର ଚରିତ୍ର ଯଦି ଆମମାନଙ୍କଠାରେ ଥାଏ, ତେବେ ଆମେମାନେ ସ୍ୱର୍ଗରାଜ୍ୟର ଅଧିକାରୀ ହୋଇପାରିବା ନାହିଁ। ଏଣୁ ପ୍ରିୟ ପ୍ରଭୁ, ଏହି ନରଘାତକ, ହତ୍ୟାକାରୀ, ମିଥ୍ୟାବାଦୀ, ପ୍ରତାରକ, ଭ୍ରାନ୍ତ, ଶତ୍ରୁତା, ଅବିଶ୍ୱାସୀ, ଏହି ସବୁ ଚରିତ୍ରକୁ ପରିତ୍ୟାଗ କରି ସତ୍ୟରେ ତୁମ ନିକଟକୁ ଆସିବା ପାଇଁ, ସତ୍ୟତାରେ ତୁମରି ପାଦଗତି ଚାଲିବା ପାଇଁ ଆମମାନଙ୍କୁ ସାହାଯ୍ୟ କର, ଅନୁଗ୍ରହ କର। ଯେତେବେଳେ ଆମେ ଏହି ସମସ୍ତ ଚରିତ୍ର ଧରି ଯଦି ଆମେ ଗମନ କରୁ, ତେବେ ଆମେ ତୁମରି ରାଜ୍ୟର ଅଧିକାରୀ ହୋଇପାରିନଥାଉ। ଏଣୁ ପ୍ରିୟ ପ୍ରଭୁ, ଏହି ଚରିତ୍ରକୁ ପରିତ୍ୟାଗ କରି ପବିତ୍ରତାରେ ଜୀବନ ଅତିବାହିତ କରିବା ପାଇଁ ସାହାଯ୍ୟ କର। ଧନ୍ୟବାଦ ପ୍ରେମିକ ପିତା, ଯେତେ ଜଣଙ୍କଠାରେ ଏହି ପ୍ରକାର ସ୍ୱଭାବ ବା ଚରିତ୍ର ରହିଅଛି, ସମସ୍ତେ ଏହି ଚରିତ୍ରକୁ ପରିତ୍ୟାଗ କରି ସତ୍ୟରେ ଆଚରଣ କରିବା ପାଇଁ ସାହାଯ୍ୟ କର। ସକଳ ମହିମା ଗୌରବ ତୁମକୁ ଦେଇ ପ୍ରାର୍ଥନା ତ୍ରାଣକର୍ତ୍ତା ମଧୁମୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ମାଗିଲୁ ପିତା।